स्क्रीन रे देखा जाउतबा एही दृश्य मते बहुत चमत्कार कर देइछि मो हृदयर स्पंदन को माने बढ़ेई देइछि। देखंतु विकास सेठी नामक जणे आम बयसर युवक हबो केते बड़ हेले 30-31 बयस हबो। तमन्ना तामान्ना बोली गोटे यूरोप रो झियो को बाहा हेछि। पुणी बापा माँ एते खुशी रे माने एते खुशी होउचंती पुअर पसंद को एठी ମୁଁ କହିବାକୁ ଚାହୁଁଛି ଏଠି ମୋ ବାପା ମା ବି ଏଇ ଭିଡିଓ ଦେଖିବା ଦରକାର ଓ ଏମାନଙ୍କର ଟିକେ ଟିକେ ଗୁଅ ଖାଇବା ଦରକାର ବା ଏମାନଙ୍କର ପାଦ ତଳର ମାଟିକୁ ମାଚିସ ରେ ଧରି ବୁଲିବା ଦରକାର। ମୁଁ କିଛି ଭିଡିଓ ଦେଖଉଛି ଗଞ୍ଜାମର ଯୋଉମାନଙ୍କୁ ବାସନ୍ଦର ଶିକାର ହୋଇଛନ୍ତି। ମୋତେ ବାସନ୍ଦ କରାହେଲା 5 ବର୍ଷ ହେଲାଣି। ମୋର ଭୁଲ କିଛି ନାହିଁ। ମୁଁ ତେଲେଙ୍ଗା କୋଳରେ ମୋ ଝିଅକୁ ବାହାଘର କରିଛି। ମୋ ଝିଅ ବିଟେକ୍ MBA ହାଇଲି କ୍ୱାଲିଫାଏଡ୍। ମୁଁ ଦେଖିଲି 20 ଖଣ୍ଡ ଗାଁରେ ତାର ଯୋଗ୍ୟ ବର ନାହାନ୍ତି, ସମସ୍କନ୍ଦ ଯୋଗ୍ୟ ବର ନାହାନ୍ତି। ତେଣୁ ମୁଁ ଆମ ଜାତିରେ ତେଲେଙ୍ଗା ଜାତିରେ ହିଁ ବ୍ରହ୍ମପୁରରେ ବାହାଘର କଲି। ସମସ୍ତଙ୍କୁ ମୋର ଜାତି କୁଟୁମ୍ବକୁ କହିଲି, ତାଙ୍କର ଆଧାର କାର୍ଡ଼ ଦେଲି, ତାଙ୍କର ଜମି ପଟ୍ଟା ଦେଲି, ତାଙ୍କର ଏଡ୍ରେସ୍ ଦେଲି, ସମସ୍ତଙ୍କୁ କହିଲି ମୁଁ ତେଲେଙ୍ଗା ଜାତିରେ ହିଁ କରୁଛି। ତଥାପି ସେମାନେ କହିଲେ ଏଇ 20 ଖଣ୍ଡ ଗାଁରୁ ଯଦି 21 ଖଣ୍ଡ ଗାଁ ହେଲେ ତୁମେ ବାସନ୍ଦ। ମୋତେ ବାସନ୍ଦ କଲେ। ମୋର ଶଳାକୁ 25,000 ଫାଇନ୍ ପକାଇଲେ। ମାନେ ଗଙ୍ଗାରୁ କୋର୍ଟ ବସେଇଲେ ଗାଁରେ, ଗଙ୍ଗାରୁ କୋର୍ଟ ବସେଇକିରି 25,000 ଫାଇନ୍ ପକାଇଲେ। ମୋ ମା ବଞ୍ଚିଛନ୍ତି ବର୍ତ୍ତମାନ। ଦେଖିଲେ ଆପଣ ଏଇ ଗୋଟେ ଭିଡିଓ। ଚାଲନ୍ତୁ ମୁଁ ଦେଖେଇବି ଆଉ ଗୋଟେ ଭିଡିଓ। ଆମେ ଯେଉଁ ସାରଙ୍କର ଆମର ମୟୂରକଳା ମନ୍ଦିର ପାଖରେ ଗାଁରେ ତାଙ୍କେ ବୁଝି କରିଥିଲେ। ସେ ବୁଝିରେ ଯାଇକରି ଆମେ ଖାଇଲେ ବୋଲିକିରି ଆମକୁ ବାସନ୍ଦ କରୁଛନ୍ତି। ୱାର୍ଣ୍ଣିଂ ଦେଲେ ତୁମର ଭାଇ ଘରକୁ ଯିବାକୁ ହେବନି, ଆଉ ତୁମ ଭାଇ ତୁମ ଘରକୁ ଆସିବାକୁ ହେବନି। ଯଦି ତୁମ ଭାଇ ଆସିଲା ତୁମେ ଯେଉଁ ଗଲ ମାନେ ତୁମକୁ ବି ବାସନ୍ଦ କରିବେ ବୋଲି ଡରେଇଲେ ଆମର ଭଉଣୀକୁ ବି। ଆମର ଜୁଇଁ ଫରେନ୍ରେ ଥିଲା ସେ ଟାଇମ୍ରେ। ଭଉଣୀ ତ ଆମ ଘର ପାଖକୁ ଆସୁନି। ତାପରେ ଆଜିକୁ ମୋତେ ତ 35 ବର୍ଷ ହେଲାଣି। ମୋତେ ଆମ ଭଉଣୀ ମୋତେ ଡେଲି ରାକ୍ଷୀ ବାନ୍ଧିବାର ଆସି ଘର ପାଖରେ ରାକ୍ଷୀ ବାନ୍ଧିବାର। ତାପରେ ଏ ବର୍ଷ ବି ଆମ ଭଉଣୀ ବି ଆସିକି ରାକ୍ଷୀ ବି ବାନ୍ଧିନା। ତାଙ୍କୁ ତ ମନା କରୁଛନ୍ତି, ଡରିକି ତ ଅଛନ୍ତି, ଆସୁନାହାନ୍ତି ଆଉ। नमस्कार आपनकु स्वागत करुछि मु मिस्टर कान्हा। मु गंजाम सोरडा ब्लॉक रे बिलोंग करे। तो एही वीडियोटा काहाकु कोन आघात लागि पारे बा एही वीडियो कंट्रोवर्सी हेई पारे मु जानिनी, किंतु मो परिवेश मो जिला आम ओडिसा को एटा किछि गोटे परिवर्तन करियो बोली मोर आशा विश्वास। मु कोनोसी ना कि कोनोसी लोकन को मु एटा कहू नाही, बट मु कहूची सेही बापा मां माननकु जो माने लव मैरेज रे पुओ झियर मना कर दियंती। मना कर देला परे पुओ झियो आत्महत्या कर दियंती। एमिति बहुत केस अछि गंजाम रो कथा। मु बेसिकली गंजाम रु बिलोंग करे, तो मो आखो पाखो बहुत घटना एमिति घटिची। तो 2-3 मास तळे मोर गोटे सांग कॉलेज रे पाठ पढुतला। से ता लव विषय रे कहिला। लव तार घरे ग्रहण कलेनी। ग्रहण न कला परे सी सुसाइड कर देला। सुसाइड कला परे प्रथमे ता गर्लफ्रेंड जानिला, तापरे आसिला देखला बेले को घर तार बेडरूम रे से तार माने टंगेई की मर जाइथिला। सांगर ना होची जानि थांतु अमर नायक। से जणे अलगा कास्ट रो झियो को भल पाउथिला, बट ता घरे ग्रहण कलेनी तो मरि गला। एई जो वीडियो आपण देखुछंती स्क्रीन रे देखा जाउतबा एही दृश्य मते बहुत चमत्कार कर देइछि। मो हृदयर स्पंदन को माने बढ़ेई देइछि। देखंतु विकास सेठी नामक जणे आम बयसर युवक हबो केते बड़ हेले 30-31 बयस हबो। तामान्ना बोली गोटे यूरोप रो झियो को बाहा हेछि। पुणी बापा माँ एते खुशी रे माने एते खुशी होउचंती पुअर पसंद को एठी ମୁଁ କହିବାକୁ ଚାହୁଁଛି ଏଠି ମୋ ବାପା ମା ବି ଏଇ ଭିଡିଓ ଦେଖିବା ଦରକାର ଓ ଏମାନଙ୍କର ଟିକେ ଟିକେ ଗୁଅ ଖାଇବା ଦରକାର ବା ଏମାନଙ୍କର ପାଦ ତଳର ମାଟିକୁ ମାଚିସ ରେ ଧରି ବୁଲିବା ଦରକାର। ନା କାରଣ କଣ ନା ପୁଅର ପସନ୍ଦ କୁ ଏ ବାପା ମା ଏତେ ଖୁସିରେ ପ୍ରଶଂସା କରୁଛନ୍ତି, ଗ୍ରହଣ କରୁଛନ୍ତି, ରିସିଭ କରୁଛନ୍ତି। ଫରେନ୍ ବୋହୁଠୁ ପାପା ଡାକ ଶୁଣିକି କେମିତି ଲାଗିଲା? ବାପା 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 ଏମିତି କହିକି ଆସିକି ମୋତେ ଭାରି ଭଲ ଲାଗେ। ମଉସା ପୁଅ ଆପଣଙ୍କର ଜଗତ ଜିତା ହେଲା, ହଁ ହେଲେ ବୋହୂ ଆପଣଙ୍କର କଣ? ଲକ୍ଷ୍ମୀ ପ୍ରତିମା। ପୁଅ ମୋର ଜଗତ ଜିତା, ବୋହୂ ମୋର ଲକ୍ଷ୍ମୀ ପ୍ରତିମା। ପୁଅର ଖୁସିରେ ଏତେ ଖୁସି ଯେ ବାପା ନିଜେ କହୁଛି ପୁଅ ମୋର ଜଗତ ଜିତା, ବୋହୂ ମୋର ଲକ୍ଷ୍ମୀ ପ୍ରତିମା। ମୁଁ ସତରେ ସେଇ ବାପା ମା ମାନଙ୍କୁ ହୃଦୟରୁ ଧନ୍ୟବାଦ ଦଉଛି।
ଆଉ ଯଦି ମୁଁ ଏଠି ମୋ ବାପା ମା ଯଦି ହେଇଥାନ୍ତେ, ମୁଁ ଯଦି କାହାକୁ ଗୋଟେ ଏମିତି ଭଲ ପାଇବା କଥା କହିଥାନ୍ତି, ମୋ ବାପା ମା ଡରିକି ଛାନିଆ ହେଇଯାଆନ୍ତେ, ମୋ ବାପା ମା ଖୁସି ହେଇଥାନ୍ତେ। କିନ୍ତୁ ଯୋଉ କିଛି ଅଛନ୍ତି ଘର ଭଙ୍ଗା ଲୋକ ଗାଁରେ, ତାକୁ କଣ ସଭାପତି ଫଭାପତି କଣ କୁହନ୍ତି ମୁଁ ଜାଣିନି, ସେମାନେ ମାନେ ଗାଁରେ ରାଜ କରନ୍ତି। ସେ କହିବାକୁ ଗଲେ ମାନେ ଶିକ୍ଷାଗତ ଯୋଗ୍ୟତା 2 କି 3 ଥାଏ, ସେମାନେ କୁହନ୍ତି ଆମେ ଗାଁରେ ରାଜା। ସେଇ ବଦମାସ ଲୋକମାନଙ୍କୁ ତାଙ୍କ ଗାଣ୍ଡିରେ ଗୋଟେ ସିଫ୍ଟି ପିନ୍ ମତେ ଗେଞ୍ଜିବାକୁ ଆଜି ଇଚ୍ଛା ହଉଛି। ମାନେ ଏଡେ ଅଭଦ୍ର ଲୋକ। ବର୍ତ୍ତମାନ ଆପଣ ମାନେ ଜାଣିଛନ୍ତି ହିନ୍ଦୁ ଲୋକ ବର୍ତ୍ତମାନ ଖ୍ରୀଷ୍ଟିଆନୀ ଧର୍ମରେ ମିଶି ଯାଉଛନ୍ତି। ଏଥିପାଇଁ ନା ଯୋଉ ହିନ୍ଦୁ ଭାଇ ଭଉଣୀ ମାନେ ବା ଯୋଉ ହିନ୍ଦୁର ଯୋଉ ଅଛନ୍ତି ମୁଖ୍ୟ ଲୋକ ଗୁଡାକ, ସେମାନେ ହିନ୍ଦୁର ପୁଣି ଅଛି ମାନେ ଡିଫରେଣ୍ଟ ଭେରାଇଟି ଜାତି ଅଛି ତାଙ୍କର। କଣ୍ଡରା, ବେହେରା, ସାହୁ, ତେଲି, ଗୌଡ, କାଳିଞ୍ଜି ବିଭିନ୍ନ ଜାତି ଅଛି। ପୁଣି ସେଥିରେ ବିଭିନ୍ନ କଣ୍ଟ୍ରୋଭର୍ସି ଅଛି। ନା ତମେ କଣ, ନା ତମେ ଯଦି ଆମ କୂଳରେ ଜନ୍ମ ହେଇଛ ମାନେ ତମେ ମାମୁରି ଝିଅକୁ ବାହା ହବ, ନହେଲେ ତମେ ଆମ ଆଖପାଖ 5, 10ଟା 20ଟା ଗାଁ ଭିତରେ ବାହା ହବ। ଅଲଗା ଜାଗାରେ ବାହା ହେଲେ ତମକୁ ନିଆଁ ପାଣି ମନା, ବାସନ୍ଧ କରିଦେବେ, ତମକୁ କଥା କହିବେନି, ତମକୁ ଭୋଜି ଭାତରେ ଉଠେଇ ଦେବେ। ଗଞ୍ଜାମରେ ଏମିତି ବହୁତ ଉଦାହରଣ ଅଛି। ଆପଣ ଯଦି ଦେଖିବେ, ମୁଁ ଏବେ ଦେଖୁଥିଲି କିଛି ଦିନ ତଳେ ଆସ୍କାର ଜଣେ ତହସିଲଦାର, ତାଙ୍କ ନାଁ କଣ ସୌଦାଗର ବେହେରା, ତାଙ୍କ ପୁଅ ଅଲଗା ଜାତିରେ ବାହା ହେଇଛି ବୋଲି ତାକୁ ମନା କରିଦେଇଛନ୍ତି ଗ୍ରାମବାସୀ ଟୋଟାଲ। ମାନେ କଣ, ସିଏ ତ ତାର ବାହା ହେଲା, ସିଏ ତାର କୋଉଠି କଣ ତା ସଂସାରକୁ ଚଳେଇବ, ସିଏ କେମିତି କଣ ବଞ୍ଚେଇବ, ସିଏ ତା ଲେଖା ବୁଝିବ। ତମ ମାନେ କିଏ କୋଉଠି ବାହା ହେଲା ସେଇ ବିଷୟରେ କାହିଁକି ଏତେ ଯୁକ୍ତି ଆଲୋଚନା କରୁଛ? ଯଦି ପାରିବ ଯୁକ୍ତି ଆଲୋଚନା କରିବ, ନିଜ ସ୍କୁଲରେ କେମିତି ପାଠ ପଢା ହଉଛି ସେଇ ବିଷୟରେ ଯାଇକି ସ୍କୁଲ ମାଷ୍ଟର ସହିତ ଆଲୋଚନା କରାଅ। କେମିତି ଗାଁରେ କେମିତି ରାସ୍ତା ହବ ସେଇ ବିଷୟରେ ଆଲୋଚନା କରାଅ। ଗାଁରେ କେମିତି ମେଡିକାଲ ହବ, କେମିତି ଆମେ ଅଧରାତିରେ ଗୋଟେ ପେସେଣ୍ଟ ବା ଗୋଟେ ରୋଗୀଟିଏ ହଇରାଣ ହବନି, କେମିତି ଗାଁରେ କେମିତି ସିଏ ଦେଖେଇବ, ଗାଁରେ ମେଡିକାଲଟି ହବ, ସେଇ ବିଷୟରେ ଆଲୋଚନା କଲେ ହୁଏତ ଆମ ଗାଁ, ଆମ ଜିଲ୍ଲା ଉନ୍ନତି ମୂଳକ ହବ। ଗଞ୍ଜାମରେ ତ 99% ହଉଛନ୍ତି ଦାଦନ, ବାହାରେ ଯାଇ ଖଟୁଛନ୍ତି। ସେଇ ବିଷୟରେ ଟିକେ ଆଲୋଚନା କଲେ ବହୁତ ଭଲ ହବ। ମୁଁ ପ୍ରଥମରୁ କହିଦଉଛି, ମୁଁ ଏଇଟା କୌଣସି ନିର୍ଦ୍ଦିଷ୍ଟ ଲୋକକୁ କହୁନାହିଁ, ମୁଁ କୌଣସି ଲୋକ ନା କହୁନାହିଁ, ମୁଁ କାହାକୁ କହୁନାହିଁ। ମୁଁ କିଛି ଲୋକଙ୍କୁ କହୁଛି ଯୋଉମାନଙ୍କ ପାଇଁ ଏମିତି ସବୁ ଯୋଉ ଜାତି କୁଳ ବାସନ୍ଦ ସମାଜ ସବୁ ଯୋଉ ହୁଏ। ମୁଁ କାହାକୁ ନା କହୁନାହିଁ। ଆଉ ଏ ଭିଡିଓ ମୁଁ କରୁଛି, ମତେ ଆଟାକ ହେଇପାରେ, ମତେ ଆମ ଗାଁ ଲୋକ ମନା କରିଦେଇ ପାରନ୍ତି, ବଟ ମୁଁ କାହାର ନାଁ ଧରି କହୁନାହିଁ। ମୁଁ କୌଣସି ଲୋକକୁ କହୁନାହିଁ ଆଜ୍ଞା। ମୁଁ ସୋସାଇଟି ଉପରେ ଚେଞ୍ଜେସ୍ ଆସିବ। ବର୍ତ୍ତମାନ ଆପଣ ଯୋଉ ଏଇ ଜାତି ପ୍ରମାଣ ପତ୍ରକୁ ସମାଜକୁ ଧରିଛ ବୋଲି କେତେ ଲୋକଙ୍କ ଜୀବନ ନଷ୍ଟ ହେଇଗଲାଣି। ଏଇ ମୁଁ ଭିଡିଓ ଦେଖୁଥିଲି, ଜଣେ ଭାଇଙ୍କୁ ତାକୁ ମନା କରିଦେଇଛନ୍ତି 3-4 ବର୍ଷ ହେଲା, ସେ ଭାଇ ସେ ଭଉଣୀର ରାକ୍ଷୀ ବାନ୍ଧି ପାରୁନି। ମୁଁ କହିବାର କଥା ହେଲା ଯେ ସୋସାଇଟି, ସମାଜ, ଯୁଗ ବହୁତ ଡେଭଲପମେଣ୍ଟ କଲାଣି। ତ ଆପଣ ସେଇ କଥା, ସେଇ ପ୍ରଥାକୁ ଧରିଲେ ବର୍ତ୍ତମାନ ଏବେ ହବନି। ଏବେ ଧରିଲେ କେବଳ ଝଗଡା ହବ, ପାଟିତୁଣ୍ଡ ହବ, ପୁଅ ଝିଅର ଜୀବନ ଯିବ, ଆଉ କିଛି ଫାଇଦା ନାହିଁ। ଆଉ କିଛି ଫାଇଦା ଧରିନିଅ, ଆପଣ ଯଦି ଗୋଟେ ଝିଅକୁ କିମ୍ବା ଗୋଟେ ପୁଅକୁ କିମ୍ବା ଗୋଟେ ପୁଅ ଝିଅ ଘରକୁ ମନା କରିଦେଲେ, ସେ ଚଳିପାରିବନି, ବଞ୍ଚିବା କଷ୍ଟ ହେଇଯିବ, ଏତିକି କଥା ହବ। ଆଉ ଆପଣଙ୍କର କଣ ବାହାଦୁରୀ ପଣିଆ କିଛି ରହିବ କି? ଯଦି କୌଣସି କାଷ୍ଟ, କୌଣସି ଧର୍ମରୁ ଯଦି କୌଣସି ଝିଅ କିମ୍ବା ପୁଅ ଆସିଲା, ତାକୁ ୱେଲକମ କରିଲେ ଆମର ଯୋଉ ହିନ୍ଦୁ ଧର୍ମ ବଢି ବଢି ଯିବ, ଆହୁରି ଷ୍ଟ୍ରଙ୍ଗ ହେଇଯିବ। ଆମ ସମାଜକୁ ଯଦି କୌଣସି ଯଦି ଝିଅଟି ଆସିଲା, ପୁଅଟି ଆସିଲା, ଆମ ସମାଜ ଡେଭଲପମେଣ୍ଟ ହବ। ଆମ ସମାଜ, ଆମ କଣ କହିବାକୁ ଗଲେ ପୁଅ ଝିଅ ଆମ ଗୋଟେ କୂଳକୁ ଯଦି ଆସିଲେ, ପୁଅ ଝିଅ ବାହା ହେଲେ, ତାଙ୍କର ଛୁଆ ପିଲା ହବ, ଆମ ଯୋଉ କଣ ଆମ କୂଳ ସମାଜ ଆମ ବଡ ହେଇଯିବ, ସ୍ପ୍ରେଡ ହେଇଯିବ। 2040 ସୁଦ୍ଧା ବର୍ତ୍ତମାନ ଖ୍ରୀଷ୍ଟିଆନ ଆଉ ମୁସଲମାନ କହୁଛନ୍ତି ସେଟା ଆମ ରାଷ୍ଟ୍ର କରିଦବୁ। ଆଉ ହିନ୍ଦୁ ରାଷ୍ଟ୍ର ନ ହେଇକି ଖ୍ରୀଷ୍ଟିଆନୀ ରାଷ୍ଟ୍ର କରିଦବୁ, ମୁସଲମାନ ରାଷ୍ଟ୍ର କରିଦବୁ। ବର୍ତ୍ତମାନ ଆପଣ ଆମ ଗାଁରେ ଗୋଟେ ଦାନ୍ତିଲେକି ବୋଲି ଗୋଟେ ଗ୍ରାମ ଅଛି, ସେଠି ବହୁତ ଭାଇ ଭଉଣୀ ହିନ୍ଦୁରୁ ଖ୍ରୀଷ୍ଟିଆନ ହେଇଗଲେଣି। ତମେ ଏମିତି ହଇରାଣ କରିବ, ହରକତ କରିବ, ସେ କାହିଁ ରହିବେ ହିନ୍ଦୁ କୂଳରେ? ସେମାନେ ଅଲଗା ଧର୍ମ ଆପଣେଇବେ। ତ ଏଇ ଭିଡିଓରୁ ଏଇ ବାପା ମା ମାନଙ୍କୁ ସତରେ
ମତେ ଯେତେବେଳେ କେତେବେଳେ ଯଦି କୋଉଠି ଗୋଟେ ସମୟ ପାଇବି ମୁଁ ନିଶ୍ଚୟ ଯାଇକି ସେଇ ବାପା ମାଙ୍କର ପାଦ ଛୁଇଁବି ଆଉ ତାଙ୍କର ସତରେ ମୁଁ ପାଦ ଧୂଳି ଆଣିକି ମାଚିସରେ ରଖିବି ଆଉ ତାଙ୍କୁ ନମସ୍କାର କରିବି। ପୁଅ ଯଦି ଖୁସି ଅଛି ତାହେଲେ ସେଇଥିରେ ଖୁସି ହବା ଦରକାର ନା ତାକୁ ଗାଳି କରିବା, ତାକୁ ମରଣାତ୍ମକ ମାନେ ଅଭିଶାପ ଦବା, ପାଟିତୁଣ୍ଡ କରିବା, ସିଏ ଦୁନିଆରୁ ଟୋଟାଲ ଚାଲିଯିବ, ମରିଯିବ, କଣଟା ହବ? ବାଲଟା ଖାଇବେ ଆପଣ, ଆପଣଙ୍କର ପୁଅ ଝିଅ ହିଁ ମରିବେ, ଆଉ କାହାର କିଛି କ୍ଷତି ହବନି, କାହାର କିଛି ବାଳଟେ ବଙ୍କା ହବନି, କେବଳ ଆପଣଙ୍କର ବାପା ଆଉ ମାନେ ଆପଣଙ୍କର ପୁଅ ଝିଅର ଜୀବନ ହିଁ ନଷ୍ଟ ହବ। ମୋର କହିବାର କଥା ହଉଛି ସେଇଆ। ଆଉ ଏହି ବାବଦରେ ଆପଣଙ୍କର ଯାହା ଯାହା କମେଣ୍ଟ ଆସୁଛି କମେଣ୍ଟ କର। ଆଉ ଯଦି ମୁଁ ଏ ଭିଡିଓଟା କରିଛି ତାହେଲେ ମୁଁ ଏଠୁ ଆପଣଙ୍କୁ ବିନମ୍ର ମାନେ କ୍ଷମା ପ୍ରାର୍ଥନା ମାଗୁଛି। ଯଦି ଭିଡିଓଟା କିଛି ଆପଣ କାହାକୁ ଆଘାତ ଲାଗିଥିବ ତାହେଲେ ଏଇଠୁ ଦଣ୍ଡବତ ଆଜ୍ଞା। ମୁଁ କାହାକୁ କହିନି, ମୁଁ କେବଳ ଗୋଟେ ଆମ ସୋସାଇଟିରେ ଚେଞ୍ଜେସ୍ ଆସିବ ବୋଲି ମୁଁ ଏ ଭିଡିଓଟେ କରିଛି। ମୁଁ ବି ମୋ ବଂଶ, ମୁଁ ବି ମୋ ଜାତି, ମୁଁ ମୋ ଦେଶ ପାଇଁ ଗର୍ବ କରେ ଆଜ୍ଞା। ମୁଁ ଗୌଡ଼ କୂଳରେ ଜନ୍ମ ହେଇଛି ବୋଲି ମୁଁ ବହୁତ ଗର୍ବ ଖୁସି କରେ। କିନ୍ତୁ ଯେତେବେଳେ ଏମିତି ସବୁ କେସ୍ ଆସେ, ବାପା ମା ପୁଅ ଝିଅ ଭଲ ପାଇଲେ ବୋଲି ବାପା ମାଙ୍କର କଣ ଦୋଷ, ବାପା ମାଙ୍କୁ ଗାଁରୁ ବିଦା କରିଦେବା, ବାପା ମାଙ୍କୁ ପାଣି ନିଆଁ ମନା କରିବା, ବାସନ୍ଦ କରିବା, ଏଇଟା ଆଜ୍ଞା ଗୋଟେ ପାରିବା ଗୋଟେ ସାହସ୍ୟ ଗୋଟେ ପାରିବା ପୁରୁଷର କାମ ନୁହଁ। ଇଏ ହେଉଛି ଗୋଟେ କମଜୋରର କାମ। ସେଟା କେମିତି ମାନେ ତାଳମେଳ ଖାଇକି ଯଦି ଜଣେ ଭୁଲ ଭାଲ କଲା କେମିତି ସେଟା ସମାଧାନ ହବ, କେମିତି ଆମ ଗାଁରେ କଥା ରହିବ, ତାକୁ କେମିତି ସମାଧାନର ବାଟ କରାଯିବ, ସେଟା ଆପଣ ଖୋଜନ୍ତୁ। ବର୍ତ୍ତମାନ ସମ୍ବିଧାନ କୋର୍ଟ କଚେରୀ କହୁଛ ଆମେ ସମସ୍ତେ ସମାନ, କିନ୍ତୁ ତମେ ଆଉ ଗୋଟେ ସମ୍ବିଧାନ ତିଆରି କରିଦେଇକି ଏମିତି ଜଣକୁ ଆଙ୍ଗୁଠି ଦେଖେଇବା, ଜଣକୁ ନିଆଁ ପାଣି ମନା ବାସନ୍ଦ କରିବା, ଏଇଟା ବହୁତ ଅନ୍ୟାୟ। କାଲି ଆପଣଙ୍କ ପୁଅ ଝିଅ ବି ଏମିତି ଅସୁବିଧା ହେଇପାରେ। ଜୟ ଜଗନ୍ନାଥ।